ସୂର୍ଯ୍ୟଦେବଙ୍କ କଥା ଶୁଣି ମାତା ଛାୟା କାନ୍ଦିବାକୁ ଲାଗିଲେ ଏବଂ କହିଲେ, ହେ ଦେବ, ଏପରି ଲାଞ୍ଛନ ମୋ ଉପରେ ଲଗାନ୍ତୁ ନାହିଁ। ମୁଁ ଆପଣଙ୍କୁ ହୃଦୟରୁ ପ୍ରେମ କରିଥିଲି, ଆପଣଙ୍କ ସେବା କରିଥିଲି। ତାହାର କ'ଣ ଏହି ପରିଣାମ? ମୋର ଚରିତ୍ରକୁ ଆପଣ ଏମିତି ସନ୍ଦେହଜନକ କରନ୍ତୁ ନାହିଁ। ଏ ସମସ୍ତ ଦେଖିସାରିବା ପରେ ଶନିଦେବ ନିଜର ପ୍ରକୋପ ଦେଖାଇବା ଆରମ୍ଭ କଲେ। ତାଙ୍କର ପ୍ରକୋପରେ ସୂର୍ଯ୍ୟଦେବଙ୍କ ସହ ସମସ୍ତ ସୂର୍ଯ୍ୟଲୋକ ଅନ୍ଧାରରେ ବୁଡ଼ିଗଲା। ତାଙ୍କ କ୍ରୋଧ ଏବଂ ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଥିଲା କି ଏହାର ପ୍ରଭାବରେ ସମସ୍ତ ଭୂଲୋକ ଅନ୍ଧାରମୟ ହୋଇଗଲା। ଏହା ଦେଖି ମାତା ଛାୟା ତାଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କହିଲେ, ପୁତ୍ର, ଏମିତି କର ନାହିଁ। ସେ ତୁମର ପିତା, ତୁମେ ତାଙ୍କ ସହ ଏମିତି ବ୍ୟବହାର କରିବା ଉଚିତ ନୁହେଁ। ନିଜ କ୍ରୋଧ ଉପରେ ସଂଯମତା ଆଣ। ତୁମ କ୍ରୋଧ ଯୋଗୁଁ ସମଗ୍ର ଭୂଲୋକ ଅନ୍ଧକାରରେ ବୁଡ଼ିଯାଇଛି। ମାତାଙ୍କ କଥା ଶୁଣି ଶନିଦେବ ନିଜ କ୍ରୋଧ ଉପରେ ସଂଯମତା ଆଣିଲେ।